हेलो फ्रेंड्स, वेलकम टू एडमिशन। आज आम गोटे भल विषय पढ़ा। विषयर नाम ହେଉଛି ଭାରତ ଇତିହାସର ଉପାଦାନ ବା ଇଂରାଜୀରେ ଯାହାକୁ କୁହନ୍ତି ସୋର୍ସେସ୍ ଅଫ୍ ଇଣ୍ଡିଆନ୍ ହିଷ୍ଟ୍ରି। ଆମେ ପ୍ରଥମେ ଜାଣିବା ଇତିହାସ କ'ଣ। ଯେଉଁ ସମୟ ଆମ ପାଖରୁ ଚାଲିଯାଇଛି, ଆମ ପାଖରେ ନାହିଁ, ତାକୁ ଆମେ ଅତୀତ କୁହନ୍ତି। କିନ୍ତୁ ସବୁ ଅତୀତକୁ ଆମେ ଇତିହାସ କହିପାରିବା ନାହିଁ। ଆମେ ଇତିହାସ କାହାକୁ କହିବା? ଅତୀତର ଯେଉଁ ଘଟଣା ଗୁଡ଼ିକ ସମାଜ ଉପରେ ପ୍ରଭାବ ପକାଇଛି, ସେହି ସ୍ମରଣୀୟ ଘଟଣା ଗୁଡ଼ିକୁ ଇତିହାସ ଲିପିବଦ୍ଧ କରି ରଖେ। ଅତୀତର ଥିବା ସତ୍ୟ ଘଟଣାକୁ ନେଇ ଇତିହାସ ଲେଖାଯାଇଥାଏ। ଆମେ ବର୍ତ୍ତମାନ ହେରୋଡୋଟସ୍ଙ୍କ ବିଷୟରେ ଜାଣିବା। ହେରୋଡୋଟସ୍ ଗ୍ରୀସରେ ଇତିହାସ ଲେଖିବାରେ ପ୍ରଥମେ ପରିବର୍ତ୍ତନ ଆଣିଥିଲେ। ସେ ଅତି ସହଜ ଓ ସରଳ ଭାବରେ ଇତିହାସ ଲେଖିଲେ। ସେଥିପାଇଁ ତାଙ୍କୁ ଇତିହାସର ଜନକ ବୋଲି କୁହାଯାଏ, ଇଂରାଜୀରେ ଫାଦର ଅଫ୍ ହିଷ୍ଟ୍ରି। ତାଙ୍କ ପରେ ଥୁସିଡାଇସ୍ ପରବର୍ତ୍ତୀ ସମୟରେ ଇତିହାସ ରଚନାକୁ ନୂଆ ଦିଗ ଦେଲେ। ସେ ଇତିହାସକୁ ତର୍ଜମା କରି ଲେଖିଲେ। ତାଙ୍କ ପରେ ଆଉ ଦୁଇଜଣ ପ୍ରମୁଖ ବ୍ୟକ୍ତି ଥିଲେ, ଜଣେ ଲିଭି ଆଉ ଜଣେ ଟାସିଟସ୍। ପ୍ରାଚୀନ ରୋମ୍ ଇତିହାସ ଲେଖନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆମେ ପିଲାବେଳୁ ଶୁଣି ଆସୁଛନ୍ତି ଇତିହାସ ହେଉଛି ଗୋଟେ ଗପ। କିନ୍ତୁ ପିଲାମାନେ, ଇତିହାସ ହେଉଛି ଏମିତି ଗୋଟେ ଗପ ଯାହାକି ସତ୍ୟ ଘଟଣା ଉପରେ ଆଧାରିତ। ଇତିହାସକୁ ମନ ଇଚ୍ଛା ଲେଖାଯାଇପାରିବ ନାହିଁ। ଇତିହାସ ଲେଖିବା ପାଇଁ ଗୋଟେ ପ୍ରୋସେସ୍ ଅଛି। ଯେଉଁମାନେ ଇତିହାସ ଲେଖନ୍ତି ସେମାନଙ୍କୁ ଐତିହାସିକ କୁହାଯାଏ, ଇଂରାଜୀରେ ହିଷ୍ଟୋରିଆନ୍। ସେମାନେ ସୋର୍ସର ସାହାଯ୍ୟ ନ ନେଇ ଇତିହାସ ଲେଖିପାରିବେ ନାହିଁ। ସୋର୍ସକୁ ଓଡ଼ିଆରେ ଉପାଦାନ କୁହାଯାଏ। ଉପାଦାନକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ପ୍ରତ୍ନତାତ୍ତ୍ୱିକ ଉପାଦାନ, ସାହିତ୍ୟିକ ଉପାଦାନ ଓ ଅଭିଲେଖାଗାରୀୟ ଉପାଦାନ। ଆମେ ବର୍ତ୍ତମାନ ପ୍ରତ୍ନତାତ୍ତ୍ୱିକ ଉପାଦାନ ବିଷୟରେ ପଢ଼ିବା। ପ୍ରତ୍ନତାତ୍ତ୍ୱିକ ଉପାଦାନକୁ ଇଂରାଜୀରେ ଆର୍କିଓଲୋଜିକାଲ ସୋର୍ସ କୁହାଯାଏ। ପୁରାତାତ୍ତ୍ୱିକ ଅବଶେଷର ଅଧ୍ୟୟନରୁ ଆର୍କିଓଲୋଜିକାଲ ସୋର୍ସ ବିଷୟରେ ଜଣାପଡ଼ିଥାଏ। ପୁରାତାତ୍ତ୍ୱିକ ଅବଶେଷ କ'ଣ? ପ୍ରାଚୀନ ଭାରତରେ ନିର୍ମିତ ହୋଇଥିବା କଳା ସ୍ଥାପତ୍ୟର ଭଗ୍ନାବଶେଷ। ଅନେକ ନଷ୍ଟ ହୋଇଯାଇଛି, ଆଉ କିଛି ମାଟି ତଳେ ପୋତି ହୋଇଯାଇଛି। ଏହାକୁ ଷ୍ଟଡି କଲେ ଆର୍କିଓଲୋଜିକାଲ ସୋର୍ସ ବିଷୟରେ ଜାଣିବାକୁ ମିଳେ। ବେଙ୍ଗଲରେ 1784ରେ ଏସିଆଟିକ୍ ସୋସାଇଟି ଗଠନ କରାଯାଇଥିଲା। ଏହା ପରେ ଆର୍କିଓଲୋଜିକାଲ ସର୍ଭେ ଧୀରେ ଧୀରେ ଅଗ୍ରଗତି କଲା। ଆର୍କିଓଲୋଜିକାଲ ସୋର୍ସକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି, ଯଥା ଅଭିଲେଖ, ମୁଦ୍ରା, କୀର୍ତ୍ତିସ୍ତମ୍ଭ, କଳା ସ୍ଥାପତ୍ୟ ଓ ପ୍ରତ୍ନତାତ୍ତ୍ୱିକ ଖନନ। ଆମେ ପ୍ରଥମେ ଅଭିଲେଖ ବିଷୟରେ ପଢ଼ିବା। ଅଭିଲେଖକୁ ଇଂରାଜୀରେ ଇନସ୍କ୍ରିପସନ୍ କୁହାଯାଏ। ମନରେ ଗୋଟେ ପ୍ରଶ୍ନ ଉଠେ, ଅଭିଲେଖ କ'ଣ? ପ୍ରସ୍ତରରେ ଲେଖାଯାଇଥିବା ବିଭିନ୍ନ ପ୍ରାଚୀନ ଲିପିକୁ ଅଭିଲେଖ କୁହାଯାଏ। ବେଳେବେଳେ ଏହା ମନ୍ଦିର କାନ୍ଥରେ, ଗୁମ୍ଫାରେ ଓ ତାମ୍ର ଫଳକରେ ମଧ୍ୟ ଦେଖିବାକୁ ମିଳେ। ଏଥିରୁ ରାଜାଙ୍କର ବଂଶ, ତାଙ୍କ ଶାସନ କାଳ, ଶାସନ ବ୍ୟବସ୍ଥା ଓ ଧର୍ମ ବିଷୟରେ ଜାଣିବାକୁ ମିଳେ। ସେ ସମୟରେ ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥିଲା, ସେହି ବିଷୟରେ ମଧ୍ୟ ଜାଣିବାକୁ ମିଳିଥାଏ। ଏହି ଅଭିଲେଖ ଗୁଡ଼ିକ ବିଭିନ୍ନ ଭାଷାରେ ଲେଖାଯାଇଥାଏ। ଅଶୋକଙ୍କ ସମୟରେ ମୁଖ୍ୟତଃ ବ୍ରାହ୍ମୀ ଲିପିରେ ଲେଖାଯାଇଥିବା ବେଳେ କେତେକ ସ୍ଥାନରେ ଖାରଷ୍ଟି ଲିପି, ଗ୍ରୀକ୍ ଲିପି ଓ ଆରବୀୟ ଲିପିରେ ମଧ୍ୟ ଦେଖିବାକୁ ମିଳିଥାଏ। ପରବର୍ତ୍ତୀ ସମୟରେ ସଂସ୍କୃତ ଭାଷାର ଡେଭଲପମେଣ୍ଟ ହେଲା, ଯାହାଫଳରେ ଦ୍ୱିତୀୟ ଶତାବ୍ଦୀ ବେଳକୁ ସଂସ୍କୃତ ଭାଷାରେ ମଧ୍ୟ ଅଭିଲେଖ ଦେଖିବାକୁ ମିଳିଲା। ହରପ୍ପା ସଭ୍ୟତାରୁ କିଛି ମୋହର ମିଳିଥିଲା, ଯାହାକୁ ଆଜି ପର୍ଯ୍ୟନ୍ତ ମଧ୍ୟ ପାଠ କରାଯାଇପାରି ନାହିଁ। ଅଭିଲେଖରେ ପ୍ରଶସ୍ତିର କଥା କୁହାଯାଇଛି। ପ୍ରଶସ୍ତି କ'ଣ? ପ୍ରଶସ୍ତିରେ ରାଜାଙ୍କର ଗୁଣଗାନ କରାଯାଏ। ଯେମିତିକି ଆମ ରାଜା ଭଲ, ତାଙ୍କର ଶାସନ ସବୁଠୁ ଭଲ, ସେ ବହୁତ ରାଜ୍ୟକୁ ଜୟ କରିଛନ୍ତି। ଏହିଭଳି ଭାବରେ ପ୍ରଶସ୍ତି ମାନଙ୍କରେ ଲେଖାଯାଇଥାଏ।
ଯେଉଁଥିରେ କି ରାଜାଙ୍କୁ ଅଧିକ ଖୁସି କରିବା ପାଇଁ ଲେଖାଯାଇଥାଏ, କିନ୍ତୁ ରାଜାଙ୍କର ଖରାପ ଗୁଣ ଜମା ଲେଖାଯାଇ ନଥାଏ। ଆମେ ବର୍ତ୍ତମାନ ପ୍ରୟାଗ ପ୍ରଶସ୍ତି ବିଷୟରେ ଜାଣିବା। ପ୍ରୟାଗ ପ୍ରଶସ୍ତି କ'ଣ? ଗୁପ୍ତ ବଂଶରେ ଜଣେ ଶକ୍ତିଶାଳୀ ରାଜା ଥିଲେ। ତାଙ୍କର ନାମ ଥିଲା ସମୁଦ୍ରଗୁପ୍ତ। ତାଙ୍କର ଜଣେ ମନ୍ତ୍ରୀ ଥିଲେ, ତାଙ୍କ ନାମ ଥିଲା ହରିଶେଣ। ହରିଶେଣ ପ୍ରୟାଗ ପ୍ରଶସ୍ତିରେ ସମୁଦ୍ରଗୁପ୍ତଙ୍କର ଗୁଣଗାନ କରିଥିଲେ। ଆଉ କିଛି ଅଭିଲେଖ ଆମେ ଦେଖିବା, ଯେମିତିକି ନାସିକ ଅଭିଲେଖ, ହାତୀଗୁମ୍ଫା ଅଭିଲେଖ, ଐହୋଲ ଅଭିଲେଖ ମଧ୍ୟ ଏହି ଶ୍ରେଣୀର, ଯେଉଁଥିରେ ରାଜାଙ୍କର ଗୁଣଗାନ କରାଯାଇଛି। ଦ୍ୱିତୀୟରେ ଆମେ ଦେଖିବା ଅଶୋକଙ୍କର କିଛି ଇନସ୍କ୍ରିପସନ୍ ଅଛି ଯେଉଁଥିରେ ଧର୍ମ ବିଷୟରେ, ଆଉ କିଛି ଇନସ୍କ୍ରିପସନ୍ ଅଛି ଯେଉଁଥିରେ ଶାସନ ବିଷୟରେ ଲେଖାଯାଇଛି। ଯେମିତିକି ଭୁବନେଶ୍ୱର ଧଉଳିଠାରେ ଥିବା ଇନସ୍କ୍ରିପସନ୍ ଓ ଗଞ୍ଜାମର ଜଉଗଡ଼ଠାରେ ଥିବା ଇନସ୍କ୍ରିପସନ୍ରେ ଶାସନ ବିଷୟରେ ଲେଖାଯାଇଛି। ତୃତୀୟରେ ଆମେ ଦେଖିବା ଏମିତି କିଛି ଇନସ୍କ୍ରିପସନ୍ ଥିଲା ଯେଉଁଥିରେ ଲ୍ୟାଣ୍ଡ ଗ୍ରାଣ୍ଟ ବା ଭୂମି ଦାନ ଉପରେ ଲେଖାଯାଇଛି। ଆନ୍ସିଏଣ୍ଟ ଟାଇମ୍ରେ ଦେଖାଯାଏ ରାଜାମାନେ ପ୍ରଜାମାନଙ୍କୁ କୌଣସି କାମ ପାଇଁ ମଜୁରୀ ବା ପେମେଣ୍ଟ ଦେଉନଥିଲେ, ତାଙ୍କୁ କିଛି ଭୂମି ଦାନ କରିଦେଉଥିଲେ। ସେ ସମୟରେ ରାଜାମାନେ ଗୋଟେ ତାମ୍ର ଫଳକ ଦେଉଥିଲେ, ଯେଉଁଥିରେ କି ରାଜାଙ୍କର ନାମ, ତାଙ୍କ ସମୟ ଓ ଜମିର ପରିମାଣ ବିଷୟରେ ଲେଖାଯାଇଥାଏ। ଚତୁର୍ଥରେ ଆମେ ଦେଖିବା ଏମିତି କିଛି ଇନସ୍କ୍ରିପସନ୍ ଥିଲା ଯେଉଁଥିରେ ରାଜାଙ୍କର ଆଦେଶ ବିଷୟରେ ବର୍ଣ୍ଣନା କରାଯାଇଛି, ଯେମିତିକି ହର୍ଷବର୍ଦ୍ଧନଙ୍କର ସମୟରେ ବଂଶଖେରା ଓ ମଧୁବନ ଇନସ୍କ୍ରିପସନ୍। ପଞ୍ଚମରେ ଆମେ ଦେଖିବା ଏମିତି କିଛି ଇନସ୍କ୍ରିପସନ୍ ଥିଲା ଯେଉଁଥିରେ ମନ୍ଦିର କାନ୍ଥରେ ଅଭିଲେଖ ଦେଖାଯାଇଥାଏ। ଏଥିରୁ ଆମେ ଜାଣିଲେ ଅଭିଲେଖ ଇତିହାସ ଲେଖିବାରେ ସାହାଯ୍ୟ କରିଥାଏ। ଆମେ ଅଭିଲେଖ ବିଷୟରେ ଜାଣିସାରିଲେ ବର୍ତ୍ତମାନ ଦେଖିବା ମୁଦ୍ରା ବିଷୟରେ। ମୁଦ୍ରାକୁ ଇଂରାଜୀରେ କଏନ୍ କୁହାଯାଏ। ଆମେ ମୁଦ୍ରାକୁ ଅଧ୍ୟୟନ କଲେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥା ବିଷୟରେ ଜାଣିପାରିବା। ମୁଦ୍ରା ବା କଏନ୍ର ଷ୍ଟଡିକୁ ନୁମିସ୍ମେଟିକ୍ କୁହାଯାଏ। ସେ ସମୟରେ ରାଜାମାନେ ବିଭିନ୍ନ ପ୍ରକାରର ମୁଦ୍ରା ପ୍ରଚଳନ କରୁଥିଲେ, ଯେମିତିକି ଛାପାଯୁକ୍ତ ମୁଦ୍ରା, ଯାହାକୁ ଇଂରାଜୀରେ ପଞ୍ଚ ମାର୍କଡ କଏନ୍ କୁହାଯାଏ। ଏହି ପ୍ରକାର ମୁଦ୍ରାରେ ବିଭିନ୍ନ ପ୍ରକାର ଚିହ୍ନ ଦେଖିବାକୁ ମିଳେ, ଯେମିତିକି ଗଛଲତାର ଚିହ୍ନ, ପଶୁପକ୍ଷୀମାନଙ୍କର ଚିହ୍ନ, ବୀଣାର ଚିହ୍ନ ଆଦି ଦେଖିବାକୁ ମିଳିଥାଏ। ଭାରତରୁ ଅନେକ ରୋମର ମୁଦ୍ରା ମିଳିଛି, ଯେଉଁଥିରୁ ଜଣାଯାଏ ଭାରତୀୟମାନଙ୍କର ବାଣିଜ୍ୟିକ ସମ୍ପର୍କ ରୋମ ସହିତ ଥିଲା। ଆମେ ବର୍ତ୍ତମାନ ଦୁଇଟି ମୁଦ୍ରାର ଉଦାହରଣ ଦେଖିବା। ଗୋଟେ ହେଉଛି ଚନ୍ଦ୍ରଗୁପ୍ତ ପ୍ରଥମଙ୍କ ସମୟରେ ଥିବା ରାଜାରାଣୀ ମୁଦ୍ରା ପ୍ରଚଳନ ଥିଲା। ଏଥିରେ ଚନ୍ଦ୍ରଗୁପ୍ତ ପ୍ରଥମ ଓ ତାଙ୍କ ରାଣୀ କୁମାର ଦେବୀଙ୍କ ଛବି ଦେଖିବାକୁ ମିଳେ। ଦ୍ୱିତୀୟରେ ଆମେ ଦେଖିବା ସମୁଦ୍ରଗୁପ୍ତଙ୍କ ମୁଦ୍ରାରେ ବୀଣା ବାଦନର ଚିତ୍ର ଦେଖିବାକୁ ମିଳେ। ଭାରତରେ ସୁନା, ରୂପା, ତାମ୍ର ମୁଦ୍ରା ଦେଖିବାକୁ ମିଳେ। ମୁଦ୍ରାରୁ ଆମେ ସେ ସମୟର ଅର୍ଥନୈତିକ ସମୃଦ୍ଧି ବିଷୟରେ ଜାଣିପାରିବା। ଯେଉଁ ଅଞ୍ଚଳ ପର୍ଯ୍ୟନ୍ତ ମୁଦ୍ରା ମିଳିଥାଏ, ସେହି ଅଞ୍ଚଳ ରାଜାଙ୍କର ସାମ୍ରାଜ୍ୟ ବୋଲି ଜଣାପଡ଼େ। ଏଥିରୁ ଆମେ ଜାଣିଲେ ମୁଦ୍ରା ମଧ୍ୟ ଇତିହାସ ଲେଖିବାରେ ସାହାଯ୍ୟ କରେ। ମୁଦ୍ରା ପରେ ଆମେ ଦେଖିବା କୀର୍ତ୍ତିସ୍ତମ୍ଭ। ବିଭିନ୍ନ ବଂଶର ରାଜାମାନେ କୀର୍ତ୍ତିସ୍ତମ୍ଭ ନିର୍ମାଣ କରିଥାନ୍ତି, ଯେମିତିକି ଅଶୋକଙ୍କ ସମୟରେ ସାରନାଥ କୀର୍ତ୍ତିସ୍ତମ୍ଭ ଅନ୍ୟତମ। ଏହାକୁ ଆମ ଜାତୀୟ ଚିହ୍ନ ରୂପେ ମାନ୍ୟତା ଦିଆଯାଇଛି। ମିଡିଆଭାଲ ସମୟରେ ମଧ୍ୟ ଅନେକ କୀର୍ତ୍ତିସ୍ତମ୍ଭ ନିର୍ମାଣ କରାଯାଇଛି, ଯେମିତିକି ଚିତ୍ତୋରଠାରେ ଥିବା କୀର୍ତ୍ତିସ୍ତମ୍ଭ, ଦିଲ୍ଲୀଠାରେ ଥିବା କୁତବ ମିନାର, ଦେବଗିରିଠାରେ ଥିବା ଚାନ୍ଦମିନାର ଆଦି ଅନ୍ୟତମ। ଏହାପରେ ଆମେ ଜାଣିବା
କଳା ସ୍ଥାପତ୍ୟ ବିଷୟରେ। କଳା ସ୍ଥାପତ୍ୟରୁ ସାମାଜିକ ଜୀବନ ବିଷୟରେ ଜାଣି ହୁଏ। ପ୍ରାଚୀନ ଭାରତରେ ବିଭିନ୍ନ ସ୍ଥାନରେ ମନ୍ଦିରମାନ ଗଢ଼ି ଉଠିଥିଲା, ଯେମିତିକି ତିଗୁଆର ବିଷ୍ଣୁ ମନ୍ଦିର, ଦେଓଗଡ଼ର ଦଶାବତାର ମନ୍ଦିର, ନାଚନା କୁଥାରର ଶିବ ମନ୍ଦିର, ମଧ୍ୟପ୍ରଦେଶର ଭୀମବେଟକା ଠାରେ ଗୁମ୍ଫା କଳାର ନିଦର୍ଶନ ଦେଖିବାକୁ ମିଳେ। ସେହିଭଳି ସାଞ୍ଚି, ସାରନାଥ, ଲଳିତଗିରି, ରତ୍ନଗିରି ଓ ଉଦୟଗିରି ଠାରେ ବୌଦ୍ଧ କଳା ଦେଖିବାକୁ ମିଳେ। ସେହିପରି ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରି, କର୍ଣ୍ଣାଟକର ଶ୍ରାବଣବେଲଗୋଲା, ମହାରାଷ୍ଟ୍ରର ଏଲୋରା ଓ ରାଜସ୍ଥାନର ଦିଲୱାରା ଠାରେ ଜୈନ କଳା ଦେଖିବାକୁ ମିଳେ। ମନ୍ଦିରମାନଙ୍କରେ ଦେବାଦେବୀଙ୍କର ମୂର୍ତ୍ତି ଓ ମନ୍ଦିର କାନ୍ଥରେ ବିଭିନ୍ନ ପ୍ରକାର ମୂର୍ତ୍ତିର ନିଖୁଣ ଚିତ୍ରକଳା ଦେଖିବାକୁ ମିଳେ। ଆମେ ବର୍ତ୍ତମାନ ଜାଣିବା ପ୍ରତ୍ନତାତ୍ତ୍ୱିକ ଖନନ ବିଷୟରେ। ପ୍ରତ୍ନତାତ୍ତ୍ୱିକ ଖନନରୁ ମାଟି ତଳୁ ବିଭିନ୍ନ ପ୍ରକାର ଦ୍ରବ୍ୟମାନ ଆବିଷ୍କାର କରାଯାଇଛି, ଯାହାଫଳରେ ଅନେକ ସହରର ଧ୍ୱଂସାବଶେଷ, ମୃତ୍ପାତ୍ର, ମୁଦ୍ରା, ଅଳଙ୍କାର, ମୋହର ଓ ବିଭିନ୍ନ ପ୍ରକାରର ମୂର୍ତ୍ତି ଦେଖିବାକୁ ମିଳିଥାଏ। ହରପ୍ପା ସଭ୍ୟତା ଖନନରୁ ଅନେକ ସହର ଆବିଷ୍କାର କରାଯାଇଛି, ଯେମିତିକି ଭୁବନେଶ୍ୱରଠାରେ ଥିବା ଶିଶୁପାଳଗଡ଼ ଖନନରୁ ପ୍ରାଚୀନ ଓଡ଼ିଶାର ଐତିହାସିକ ତଥ୍ୟ ମିଳିପାରିଛି। ଆମେ ନେକ୍ସଟ କ୍ଲାସରେ ସାହିତ୍ୟିକ ଓ ଅଭିଲେଖଗାରୀୟ ଉପାଦାନ ବିଷୟରେ ପଢ଼ିବା। ଯଦି ଏହି କ୍ଲାସଟି ଭଲ ଲାଗୁଛି, ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।